ଓଡ଼ିଆ ରୀତିକାବ୍ୟ ରସାନୁମୋଦି ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ୟା ପୂର୍ବରୁ ମୁଁ ରାଘବବିଳାସ କାବ୍ୟର 33 ଛାନ୍ଦ ଅର୍ଥାତ୍ ବିଭୀଷଣ ଶରଣ ଛାନ୍ଦ ସମ୍ପର୍କରେ କିଛି ଅଂଶ ଆଲୋଚନା କରିଥିଲି, ଯାହା ଆପଣମାନଙ୍କର ମନେ ଥିବ। ଆଜି ସେଇ ବିଭୀଷଣ ଶରଣ ଛାନ୍ଦ ଅର୍ଥାତ୍ ରାଘବବିଳାସର ଲୋକପ୍ରିୟ ଛାନ୍ଦ ବିଭୀଷଣ ଶରଣ ଅର୍ଥାତ୍ 33 ଛାନ୍ଦ ସମ୍ପର୍କରେ ଆମେ ଆଉ କିଛି ଆଲୋଚନା କରିବା। ୟା ପୂର୍ବରୁ ମୁଁ ଆଲୋଚନା କରିଥିଲି, ଆପଣମାନଙ୍କର ମନେ ଥିବ ଯେ ରାବଣ ଯେତେବେଳେ ହସିକିରି କଥାଟାକୁ ଉଡ଼େଇ ଦେଲା, ଦୂତର କଥାଟାକୁ ଯେତେବେଳେ ହସିକିରି ଉଡ଼େଇ ଦେଲା ଯେ ଆରେ ରାମଚନ୍ଦ୍ର ସୈନ୍ୟବାହିନୀ ମାଙ୍କଡ଼ ଭାଲୁ ଯୋଡ଼େ ଧରିକିରି ଆସିକିରି ସେତୁବନ୍ଧ ବାନ୍ଧିକିରି ଆଉ ଲଙ୍କାରେ ପ୍ରବେଶ କରି ଅଶୋକ ବନରୁ ସୀତାଙ୍କୁ ନେଇଯିବ, ଏଇଭଳି ଦୁଃସାହସ, ଏଇଭଳି ଜଣେ ଜଟାଧାରୀ ମନୁଷ୍ୟର ପକ୍ଷରେ ଅସମ୍ଭବ। ତେଣୁ ଏଇ କଥାଟା ତୁ ଯେଉଁ ମୋତେ କହିଲୁ, ଏଇଟା ନିହାତି ହାସ୍ୟାସ୍ପଦ କଥା। ଏଇ କଥା କହିକିରି ରାବଣ କଥାଟାକୁ ହସରେ ଉଡ଼େଇ ଦେଇଥିଲା ଏବଂ କହିଥିଲା ଯେ ନାରୀ ବିହୀନେ ବାରିଧି ନିରେ ତନୁ ଝାସିବ। ଆରେ ସିଏ ନାରୀ ବିହୀନେ ଅର୍ଥାତ୍ ସ୍ତ୍ରୀ ଆଉ ତାର ତ ଅପହୃତା ହେଇଯାଇଛନ୍ତି। ତେଣୁ ସେଇଥିପାଇଁ ଦୁଃଖରେ ତାର ହୃଦୟ ଭାଙ୍ଗି ପଡ଼ୁଛି। ଅନନ୍ୟପା ହେଇକିରି ସିଏ ଏଇଠି ଆସିକିରି ଲଙ୍କା ସମୁଦ୍ର ତୀରରେ ଝାସ ଦେବା ପାଇଁ ବା ଲଙ୍କା ସମୁଦ୍ରରେ ଝାସ ଦେବା ପାଇଁ ଆସିଥିବ, ସିଏ ସୀତାଙ୍କୁ ନେଇଯିବା ଉଦ୍ଦେଶ୍ୟରେ ଆସିନି। ଏ କଥା କହିବାରୁ ବିଭୀଷଣ କ'ଣ କହିଥିଲେ ମୁଁ ସେ ସମ୍ପର୍କରେ ଆଲୋଚନା କରିଥିଲି ଏବଂ ବିଭୀଷଣଙ୍କର କଟୁବାକ୍ୟ ରାବଣକୁ ଅସହ୍ୟ ହେଲା, ଯାହାଫଳରେ ରାବଣ ଅପମାନ ବୋଧ କଲା ଏବଂ ଅପମାନିତ ହୋଇକରି ନିଜର ନାତି ଅର୍ଥାତ୍ ଇନ୍ଦ୍ରଜିତର ପୁତ୍ର ମହିରାବଣକୁ କହିଲା, ଆକୁ ଯଥାଶୀଘ୍ର ଏ ଦରବାରରୁ ସଭା ମଧ୍ୟରୁ ଆଙ୍କୁ ବାହାର କରିଦିଏ, କାହିଁକିନା ସିଏ ଯାଉ ଆଉ ଯେଉଁ ରାମଚନ୍ଦ୍ରଙ୍କର କଥା ସେ ପ୍ରଶସ୍ତି ଗାନ କରୁଛି, ସେଇ ପ୍ରଶସ୍ତି ଆମର ଶୁଣିବା ଦରକାର ନାହିଁ, ବରଂ ସେ ଯାଇକରି ସେଠି ଶରଣାପନ୍ନ ହଉ। କାହିଁକି ନା ରେ ସିଂହ ଗୁମ୍ଫାରେ ଗୋଟେ ଶୃଗାଳଟେ ପଶିକିରି ଯଦି ଖାଦ୍ୟ ଛଡ଼େଇ ନିଏ ତାକୁ ଯେମିତି ଲାଗିବ, ସେଇଭଳି କଥା ମୋତେ ସିଏ ଉପଦେଶ ଛଳରେ ବିଭୀଷଣ କହୁଛି। ତେଣୁ କାଳ ବିଳମ୍ବ ନ କରି ଅତି ଶୀଘ୍ର ବିଭୀଷଣଙ୍କୁ ଏ ଦରବାରରୁ ବିତାଡ଼ିତ କର। ଏ କଥା କହିବାରୁ ମହିରାବଣ ତାଙ୍କର ହାତ ଧରିକିରି ନେଇକିରି ସଭାରୁ ପାଚେରିଆର ପଟେ ଏକାଥରେ ରାଜ ଦରବାରରୁ ଲଙ୍କା ନଗରୀର ପାଚେରିଆର ପଟେ ଏକାଥରେ ଛାଡ଼ିଦେଲା। ଏଇ କଥା ମୁଁ ବର୍ଣ୍ଣନା କରିଥିଲି। ଆସନ୍ତୁ ଏହା ପରବର୍ତ୍ତୀ ପଦରେ ଆଉ କବି ଯଦୁମଣି ରାଘବବିଳାସ କାବ୍ୟରେ ବିଭୀଷଣ କିଭଳି ତାପରେ କ'ଣ କଲା ସେ ସମ୍ପର୍କରେ ଆଲୋଚନା କରିବା। ଦୁର୍ଗ ପ୍ରାକାର ପାରି କରି ଦିଅନ୍ତେ, ଦୁର୍ଗ ପ୍ରାକାର ପାରି କରି ଦିଅନ୍ତେ, ଅନନ୍ତେ ବିଶ୍ରବା କୁମାର, ରହି ଭାବିଲାର ଥାଙ୍ଗ ଜବ, ରହି ଭାବିଲାର ଥାଙ୍ଗ ଶଙ୍ଖ ଜବ, ଧ୍ୱଜ ରେଖାତ ପତ୍ରାମ୍ବର, ଚାରୁ ଚରଣେ ଶରଣ ପଶିବି ଯାଇ ଯେ, ଦୟା ନିକେତନ କେତନ ଉଡ଼ୁଛି, ଦୟା ନିକେତନ କେତନ ଉଡ଼ୁଛି, ଚିନ୍ତା ହେବ କାହିଁ ପାଇଁ ଯେ, ଚାରୁ ଚରଣେ ଶରଣ ପଶିବି ଯାଇ ଯେ। ବଡ଼ ଭାଇ ରାବଣ ବା ଜ୍ୟେଷ୍ଠ ଭ୍ରାତା ରାବଣ ଯେତେବେଳେ ତାକୁ ସଭା ମଧ୍ୟରୁ ଅପମାନିତ କରି ବିତାଡ଼ିତ କରିଦେଲା, ଆଉ ଅନନ୍ୟପା ହେଇକିରି କିଂକର୍ତ୍ତବ୍ୟ ବିମୂଢ଼ ହେଇକିରି ମହିରାବଣ ଦୁର୍ଗ ପ୍ରାକାର ପାରି କରି ଦିଅନ୍ତେ। ମହିରାବଣ ଯେତେବେଳେ ଦୁର୍ଗ ପ୍ରାକାର ଯେ ପ୍ରାଚୀରକୁ ଲଙ୍କା ନଗରୀର ବିଶାଳ ପ୍ରାଚୀର ଅଭେଦ୍ୟ ଦୁର୍ଗ ସିଏ, ତାକୁ ଚାହିଁକିରି ପ୍ରାଚୀର ଏବଂ ଗଡ଼ଖାଇର ଉପରେ ତ ସମୁଦ୍ର ଅଛି, ମହାସମୁଦ୍ର, ଏଇଭଳି ଯେତେବେଳେ ବିତାଡ଼ିତ କରିଦେଲା, ବିଭୀଷଣ ମଧ୍ୟ ନିଜକୁ ଅପମାନିତ ବୋଧ କଲେ ଏବଂ ସେ କହିଲେ, ଆରେ ଆଉ ଇଲେ କୁଆଡ଼େ ଯିବି, ଆଉ ଅନନ୍ତେ ବିଶ୍ରବା କୁମାର, ଅନନ୍ତ ଯେ ଆକାଶରେ, ସିଏ ତ ମାୟାବୀ ନା, ରାକ୍ଷସ ମାତ୍ରେ ହିଁ ମାୟାବୀ, ମାୟାରେ ନିଜର ଶରୀରକୁ ସେ ଗୋପନ କରି ମାୟାରେ ଆକାଶରେ ଉଡ଼ିକିରି ବିଶ୍ରବା କୁମାର ଆକାଶ ମାର୍ଗରେ ରହିକିରି ଭାବୁଛି ମୁଁ ଆଉ କୁଆଡ଼େ ବର୍ତ୍ତମାନ ଯିବି। ଆଉ ଯେଉଁ ରାମଚନ୍ଦ୍ରଙ୍କର ପାଦ ପଦ୍ମରେ ବା ପାଦରେ ଅଷ୍ଟାଦଶ ଚିହ୍ନ ରହିଛି, ଭଗବାନଙ୍କର ପାଦରେ
ଆଜ୍ଞା 2 ପାଦରେ ଅଷ୍ଟାପୁରାଣରେ ବର୍ଣ୍ଣିତ ହେଇଛି କ'ଣ କ'ଣ ସବୁ ରହିଛି। ଶଙ୍ଖ, ଚକ୍ର, ଧ୍ୱଜ, ଅଙ୍କୁଶ, ଯବ, ରେଖା, ଛତ୍ର ଇତ୍ୟାଦି ଇତ୍ୟାଦି ଯେଉଁ ଅଷ୍ଟାଦଶ ଚିହ୍ନ ରହିଛି, ସବୁ ମକର ଇତ୍ୟାଦି ଚିହ୍ନ ରହିଛି। ସେଇ ରାମଚନ୍ଦ୍ର ମୋର ଯିଏ ଆରାଧ୍ୟ ଦେବତା, ମୁଁ ତାଙ୍କ ପାଖରେ ଯାଇ ଶରଣାପନ୍ନ ହେବି। ରହି ଭାବିଲା ରଥାଙ୍ଗ, ଶଙ୍ଖ, ଯବ, ଧ୍ୱଜ, ଧ୍ୱଜ ବୋଲି ଆଜ୍ଞା ପତାକା, ରେଖା ତ ପତ୍ରାମ୍ବର, ଛତ୍ର, ଅମ୍ବର ପ୍ରଭୃତି ଚାରୁ ଚରଣରେ ଯାହାର ସୁନ୍ଦର ପାଦରେ ଶୋଭା ପାଉଛି, ଯେଉଁ ରାମଚନ୍ଦ୍ର ପ୍ରଭୁ ଭଗବାନ, ତାଙ୍କ ପାଖରେ ମୁଁ ଯିଏକି ଆସି ବର୍ତ୍ତମାନ ସମୁଦ୍ର ତୀରରେ ପହଞ୍ଚିଛନ୍ତି, ମୁଁ କେବଳ ସିଏ ହେଉଛନ୍ତି ମୋର ଶରଣଦାତା। ବର୍ତ୍ତମାନ ଲଙ୍କା ନଗରରେ ମୋତେ ଆଉ କେହି ଶରଣ ଦେବେନି, ଏଣୁ ମୁଁ ସେଇଠିକି ଚାଲିଯିବି। ଯାହା ଭାବିକିରି ଆଜ୍ଞା ଶରଣ ପଶିବି ଯାଇଛି। ଦୟାନିକେତନ କୀର୍ତ୍ତନ, ଆରେ ଯାହାର ଦୟାନିକେତନ, ଦୟାନିଧି ଦିଏ, ଯିଏ ଦୟାସାଗର, କୃପାସାଗର, ଦୟାସାଗର, ଏବଂ ସିଏ ମୋତେ ନିଶ୍ଚୟ, ଯାହାର ନାମରେ କୀର୍ତ୍ତନ ଯିଏ ପତାକା ଉଡ଼ୁଛି, ଯେ ପ୍ରଭୁ ସମସ୍ତ ଆପଦଗ୍ରସ୍ତ ପ୍ରାଣୀଙ୍କୁ ବା ବିପଦରେ ପ୍ରାଣୀଙ୍କୁ ଉଦ୍ଧାର କରନ୍ତି, ଏଇଭଳି ଯେଉଁ ଦୟାସାଗର, କୃପାସାଗର ପ୍ରଭୁ ରାମଚନ୍ଦ୍ର, ଶ୍ରୀରାମଚନ୍ଦ୍ର, ଯାହାର ଧ୍ୱଜା ବା ପତାକା ଉଡ଼ୁଛି ସବୁବେଳେ, ମୁଁ ଯାଇକରି ତାଙ୍କର ପାଖରେ ଯାଇ ଶରଣାପନ୍ନ ହେବି। ଏଠି ମୋତେ ଚିନ୍ତା କାହିଁକି ହେବ? ବିଭୀଷଣ ଆକାଶ ମାର୍ଗରେ ଯିବା ସମୟରେ ରାମଚନ୍ଦ୍ରଙ୍କ ପାଖକୁ ଆଜ୍ଞା ଏ କଥା ସ୍ମରଣ କରୁଛି ବୋଲି କବି ଯଦୁମଣି ଅତି ସୁନ୍ଦର ଭାବରେ ଲେଖିଛନ୍ତି। ୟା ପରବର୍ତ୍ତୀ ପଦରେ କ'ଣ ଲେଖିଛନ୍ତି ଆସନ୍ତୁ ଶୁଣିବା। କପି ସୃଷ୍ଟିଙ୍କ ଦୃଷ୍ଟି ବୃଷ୍ଟି କାଳେ ହେଲା ବିଭୀଷଣ ପିଣ୍ଡେ ଯେ, ଭାବିଲେ ରାବଣାନନ୍ଦ ଦଗ୍ଧାଗ୍ନିର, ଭାବିଲେ ରାବଣାନନ୍ଦ ଦଗ୍ଧାଗ୍ନିର, ଧୂମକେତୁ ସମ ଖଣ୍ଡେ ଯେ, ନଭେ ଶୋଭନ ହୋଇଅଛି ଦେଖ ରାଜା ହେ ରାଜ ହେ। ଶ୍ରୀରାମେ ଶରଣ ପଶିବି ଡାକିଲା, ଶ୍ରୀରାମେ ଶରଣ ପଶିବି ଡାକିଲା, ଦନୁଜ ରାଜ ଅନୁଜ ଯେ, ନଭେ ଶୋଭନ ହୋଇଅଛି ଦେଖ ରାଜ ହେ। ଅତି ଚମତ୍କାର ବର୍ଣ୍ଣନା। ମୁଁ କହିଥିଲି ଆଜ୍ଞା ଏ ଯଦୁମଣି ହେଉଛନ୍ତି ଶବ୍ଦର ଯାଦୁକର। ମୁଁ ବାରମ୍ବାର ସେଇ କଥାଟି ଆପଣମାନଙ୍କୁ ଚେତେଇ ଦେଉଛି, କାରଣ ଏତେ ସୁନ୍ଦର ଶବ୍ଦ ପ୍ରୟୋଗ କରିଛନ୍ତି ଯେ ଯେଉଁ ଜାଗାରେ ଯଥାର୍ଥ ଶବ୍ଦ ପ୍ରୟୋଗ କରିବାରେ ଯଦୁମଣି ହେଉଛନ୍ତି ଅନନ୍ୟ ସାଧାରଣ, ଯଦୁମଣିଙ୍କର ଅନନ୍ୟ ସାଧାରଣ ପ୍ରତିଭା। ସୁନ୍ଦର ଶବ୍ଦ ମାଧ୍ୟମରେ ବିଭୀଷଣ, କାରଣ ବିଭୀଷଣ ତ ସାଧାରଣ ଲୋକ ନୁହନ୍ତି ଆଜ୍ଞା, ତେଣୁ ସିଏ ମଧ୍ୟ କ'ଣ ଚିନ୍ତା କରିଛନ୍ତି, ତାକୁ କିଭଳି ଶବ୍ଦରେ, ଶବ୍ଦ ଗାମ୍ଭୀର୍ଯ୍ୟ ମଧ୍ୟରେ ଭାବ ଗାମ୍ଭୀର୍ଯ୍ୟ, ଶବ୍ଦ ଗାମ୍ଭୀର୍ଯ୍ୟ ତାର ମହତ୍ତ୍ୱ ବଢ଼େଇ ଦେଉଛି। ବିଭୀଷଣ ଆଜ୍ଞା ଯେତେବେଳେ ଆକାଶ ମାର୍ଗରେ ଯାଉଛି ଆଜ୍ଞା, ଆଉ ବାନର ସେନା ତ ସବୁ ବସିଛନ୍ତି ନା ସମୁଦ୍ର ତୀରରେ, ରାମଚନ୍ଦ୍ର ବସିଛନ୍ତି, ଲକ୍ଷ୍ମଣ ବସିଛନ୍ତି, ଜାମ୍ବବାନ, ସୁଷେଣ, ହନୁମାନ, ଅଙ୍ଗଦ, ମହାରଥୀ ସବୁ ଅନ୍ୟାନ୍ୟ ମର୍କଟ ବାହିନୀର ସବୁ ସେନାଧ୍ୟକ୍ଷ ବସିଛନ୍ତି ଏବଂ ଲକ୍ଷ ଲକ୍ଷ ବାନର ବି ବସିଛନ୍ତି। ଏଇଭଳି ସେଇ ଜାଗାରେ ଯେତେବେଳେ ଯାଇକରି ସମସ୍ତ ବାନର ଦେଖିଲେ, ଆରେ ଆକାଶରେ କ'ଣ ଗୋଟେ ମେଘଖଣ୍ଡ ପ୍ରାୟ, ବିଶ୍ୱନାଥ ଖୁଣ୍ଟିଆ ଆଜ୍ଞା ଲେଖିଛନ୍ତି ନା, ମେଘଖଣ୍ଡ ପ୍ରାୟ ଆକାଶରେ ଦେଖିଣ ପଚାରୁଛନ୍ତି ଇତ୍ୟାଦି ଆମେ ଜାଣିଛେ। ଆରେ ଆକାଶରେ ମେଘଖଣ୍ଡ ଭଳିଆ ଦେଖିଲାରୁ ବିଭୀଷଣ କହୁଛନ୍ତି ନାଇଁ ନାଇଁ ରାବଣ ସୈନ୍ୟ କଳନା କରୁଛି। ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ତାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି, ମୁଁ ସେ ବିଷୟ କହୁନି। ବର୍ତ୍ତମାନ ଯେତେବେଳେ ବିଭୀଷଣ ଆଜ୍ଞା ଆକାଶରେ ଉଡ୍ୟମାନ ଅବସ୍ଥାରେ କପି ସୃଷ୍ଟିଙ୍କ ଦୃଷ୍ଟି, କପି ଯେ ବାନର ସୃଷ୍ଟି ଅର୍ଥାତ୍ ସମଗ୍ର ବାନର ସେନାଙ୍କର, ବାନର ସୈନ୍ୟବାହିନୀ ସେନାଧ୍ୟକ୍ଷ ଯେତେ ସେଠି ବସିଥିଲେ ଘେରିକିରି ସୁଗ୍ରୀବକୁ, ରାମଚନ୍ଦ୍ରଙ୍କୁ, ତାଙ୍କର ଦୃଷ୍ଟି ବୃଷ୍ଟି ଏକାବେଳକେ ହେଲା, ଅର୍ଥାତ୍ ସମସ୍ତେ ଆକାଶକୁ ଚାହିଁଲେ। ଦେଖନ୍ତୁ କେଡ଼େ ସୁନ୍ଦର ତାଙ୍କର ଦୃଷ୍ଟି ବୃଷ୍ଟି ହେଇଗଲା। ଏଇଭଳି ଭାବରେ ଯଦୁମଣି ଶବ୍ଦ ଗାମ୍ଭୀର୍ଯ୍ୟ ଭାବରେ ବର୍ଣ୍ଣନା କରିଛନ୍ତି ଯେ ବାନର ସେନାଙ୍କର ସମସ୍ତ ଦୃଷ୍ଟି, ସମସ୍ତ ବାନର ସେନାର ଦୃଷ୍ଟି ଯାଇକରି ଆକାଶରେ କ'ଣ ଗୋଟେ ଜିନିଷ ଏକାଳେ ହେଲା ବିଭୀଷଣ ପିଣ୍ଡେ, ବିଭୀଷଣ ପିଣ୍ଡରେ ବା ବିଭୀଷଣ ଶରୀରରେ ଭାବିଲେ, ଆରେ ଇଏ କ'ଣ ଗୋଟେ ଧୂମକେତୁ କି? ଆଉ ରାବଣ ପିଣ୍ଡ, ରାବଣାନନ୍ଦ, ଇଏ କାହିଁକି ଧୂମକେତୁ ବୋଲି କବି ଯଦୁମଣି ଲେଖିଲେ?
ନା ଇଏ ରାବଣର ଆନନ୍ଦ ସ୍ୱରୂପ ଅଗ୍ନି। ରାବଣର ଆନନ୍ଦ ଆଉ କିଛି ମୁହୂର୍ତ୍ତ ପରେ କ'ଣ ହେବ? ଆନନ୍ଦ ନିରାନନ୍ଦରେ ବିଷାଦରେ ପରିଣତ ହୋଇଯିବ। ତେଣୁ ତାର ଦଗ୍ଧାଗ୍ନି ଆନନ୍ଦକୁ ଦଗ୍ଧ କରିବା ଭଳିଆ ଯେଉଁ ଅଗ୍ନି ପିଣ୍ଡ ଖଣ୍ଡେ ଧୂମକେତୁ ସମ ଖଣ୍ଡେ ଦେଖାଯାଉଛି ଆକାଶରେ। କ'ଣ ଇଏ ଆଜ୍ଞା କିଏ ଭାବୁଛନ୍ତି? ନା ସମସ୍ତ ବାନର ସେନାଙ୍କର ଦୃଷ୍ଟି ବିଭୀଷଣ ଉପରେ ନିବଦ୍ଧ। ନଭେ ଶୋଭନ ହୋଇଅଛି ଆଜ ହେ ରାଜା ହେ ସୁଗ୍ରୀବ, ହେ ରାଜା ସୁଗ୍ରୀବ, ବାନର ରାଜା ସୁଗ୍ରୀବ ଆଜ୍ଞା କହୁଛନ୍ତି ଦେଖ ଖଣ୍ଡେ ଧୂମକେତୁ। ଯେ ବିଭୀଷଣ ଜାଣିଗଲେ ଯେ ଆରେ ବାନର ମାନେ ମୋତେ ଜାଣି ସାରିଲେଣି କ'ଣ ଗୋଟେ ଆସୁଛି ବୋଲି ଭାବିକିରି କହିଲେ ନାଇଁ ନାଇଁ ଏ ଧୂମକେତୁ ନୁହେଁ, ଡରିବାର କିଛି ନୁହେଁ। ଆଉ ଶ୍ରୀରାମେ ଶରଣ ପଶିବି, ମୁଁ ଶ୍ରୀରାମଚନ୍ଦ୍ରଙ୍କର ପାଦ ପଦ୍ମରେ ଶରଣ ପଶିବି, ଶରଣାପନ୍ନ ହେବା ପାଇଁ ମୁଁ ଆସିଛି। ଦନୁଜ ରାଜ ଅନୁଜ, ଦନୁଜ ରାଜ ଯେ ଲଙ୍କାର ରାଜା, ରାକ୍ଷସ ରାଜା। ଦନୁଜ କହିଲେ ଆଜ୍ଞା ରାକ୍ଷସ, ତାହେଲେ ରାକ୍ଷସ ରାଜ ରାବଣର ଅନୁଜ ଅର୍ଥାତ୍ ସାନ ଭାଇ ବିଭୀଷଣ ଏକଥା କହିଦେଲେ। ଆକାଶ ମାର୍ଗରେ ଥାଇକିରି ବାନରମାନଙ୍କୁ କହିଦେଲେ, ସ୍ପଷ୍ଟ କରିଦେଲେ। କବି ଆଉ କ'ଣ ବର୍ଣ୍ଣନା କରୁଛନ୍ତି? କର ପ୍ରସାରୀ ଆସ ଆସ ଉଚ୍ଚାରି, କର ପ୍ରସାରୀ ଆସ ଆସ ଉଚ୍ଚାରି, ମର୍କଟ ମୁକୁଟାଳଙ୍କାର, ପୁଣ୍ୟଜନ ବାଣୀ ପୁଣ୍ୟଜନ ଶୁଣି, ପୁଣ୍ୟଜନ ବାଣୀ ପୁଣ୍ୟଜନ ଶୁଣି, ପ୍ରବେଶ ହୋଇଲେ ସତ୍ୱର ରୋମା ରମଣ, ପ୍ରେମାନନ୍ଦେ କଲେ ଆଶ୍ଳେଷ। ରୋମା ରମଣ ପ୍ରେମାନନ୍ଦରେ ଆଲିଙ୍ଗନ କଲେ ବିଭୀଷଣଙ୍କୁ। ରୋମା ରମଣ ପ୍ରେମାନନ୍ଦେ କଲେ ରାବଣାନୁଜ ଛଳିଲେ ହେ କିଷ୍କିନ୍ଧ୍ୟା, ରାବଣାନୁଜ ଛଳିଲେ ହେ କିଷ୍କିନ୍ଧ୍ୟା, ପୁର ହରି ବୀରାବତଂଶ। ପୁର ହରି ବୀରାବତଂଶ ଚମତ୍କାର ଶବ୍ଦ ସଂଯୋଜନା ଶୈଳୀ। ଯେତେବେଳେ ମୁଁ କହିଦେଲେ ଆକାଶ ମାର୍ଗରେ ଥାଇ ଆରେ ମୁଁ ହେଉଛି ରାବଣର ଦନୁଜରାଜର ଅନୁଜ, ମୁଁ ବିଭୀଷଣ ଆସିଛି ରାମଚନ୍ଦ୍ରଙ୍କର ପାଦ ପଦ୍ମରେ, ମୋର ଇଷ୍ଟଦେବ, ମୋର ଆରାଧ୍ୟ ଦେବତା, ଯାହାକୁ ମୁଁ ସବୁବେଳେ ଆପଣ ଜାଣିଛନ୍ତି ଲଙ୍କାରେ ହରି ଶବ୍ଦ ଗୋଟେ। ଆରେ ଲଙ୍କାରେ ହରି ଶବ୍ଦ କ'ଣ? ନା ଆଜ୍ଞା ବିଭୀଷଣ ଘରେ କେବଳ ହରି ଶବ୍ଦ ହିଁ ଶୁଣାଯାଉଥିଲା। ଯେଉଁଟା ଆମେ ଜାଣିଛେ ହନୁମାନ ଯେତେବେଳେ ଗଲେ ସମସ୍ତ ଲଙ୍କା ନଗରୀ ଧ୍ୱଂସ କରିଦେଲେ, କିନ୍ତୁ ବିଭୀଷଣ ଘରକୁ ଛାଡ଼ିକିରି। ଏଇଥିରୁ ଆପଣ ଜାଣିବେ ଯେ ବିଭୀଷଣ ରାମଚନ୍ଦ୍ରଙ୍କର ବା ପ୍ରଭୁଙ୍କର କେତେ ଭକ୍ତ। ତେଣୁ ଏହି କଥା ଯେତେବେଳେ ଶୁଣିଦେଲେ ତାଙ୍କର ମୁହଁରୁ, ଏବଂ ବାନରମାନେ ଯେତେବେଳେ କହିଲେ ହେ ରାଜା ବର୍ତ୍ତମାନ ଏହା ହେଇଛି ଅବସ୍ଥା, କର ପ୍ରସାରିକିରି। ତାପରେ ଯେତେବେଳେ ବିଭୀଷଣ ଆଜ୍ଞା ଆକାଶ ମାର୍ଗରୁ ଓହ୍ଲେଇଛନ୍ତି, ଏଠି ହାତ ବଢ଼େଇ ଦେଇକି କର ପ୍ରସାରୀ ହାତକୁ ବଢ଼େଇ ଦେଇକିରି ବାନର ରାଜ ସୁଗ୍ରୀବ ଆସ ଆସ ବୋଲି ମର୍କଟ ମୁକୁଟା ଅଳଙ୍କାର, ମର୍କଟମାନଙ୍କର ମୁକୁଟ ଶ୍ରେଣୀୟ ଶିରୁଭୂଷା ସଦୃଶ ଅଳଙ୍କାର ସଦୃଶ ଯେ ଶ୍ରେଷ୍ଠ, ଏଇଭଳି ଯେଉଁ ବାନର ରାଜ ସୁଗ୍ରୀବ କହିଲେ ଆସ ଆସ ଆସନ୍ତୁ ଆସନ୍ତୁ ବୋଲି ଆଲିଙ୍ଗନ କରିବାକୁ କର ବଢ଼େଇ ଦେଲେ। ପୁଣ୍ୟଜନ ବାଣୀ ପୁଣ୍ୟଜନ ଶୁଣି, ପୁଣ୍ୟଜନ ବାଣୀ, ପୁଣ୍ୟଜନ ବୋଇଲେ ରାକ୍ଷସ, ପୁଣ୍ୟଜନ ବୋଇଲେ ଆଜ୍ଞା ମଧ୍ୟ ହେଉଛି ପବିତ୍ର ଇଏ। ଆଉ ସୁଗ୍ରୀବଙ୍କର ହୃଦୟ ହେଉଛି କ'ଣ? ନିର୍ମଳ, ନିର୍ମଳ ଆତ୍ମା ଯାହାର, ଏଇଭଳି ସିଏ ପୁଣ୍ୟଜନ। ତେଣୁ ପୁଣ୍ୟଜନ ବାଣୀ, ରାକ୍ଷସ ରାଜ ବା ରାକ୍ଷସ ମୁକୁଟା ଅଳଙ୍କାର ଯିଏ ବିଭୀଷଣଙ୍କର ବାଣୀ ଶୁଣିକିରି ପୁଣ୍ୟଜନ ଅର୍ଥାତ୍ ଯିଏ ସୁଗ୍ରୀବ এই কথা শুଣିକିରି ପୁଣ୍ୟଜନ ବାଣୀ ଆଶ ଆଶ କର ପ୍ରସାର କଲେ। ପ୍ରଥମ ପୁଣ୍ୟଜନର ଅର୍ଥ ହେଉଛି ସୁଗ୍ରୀବ, କାହିଁକିନା ସିଏ ହେଉଛନ୍ତି ପୁଣ୍ୟଜନ, ହୃଦୟ ନିର୍ମଳ। ଓହୋ ମୋତେ ଯାହା ହଉ ସ୍ୱାଗତ କଲେ, ମୋତେ ଅଭିନନ୍ଦନ ଜଣାଇଲେ, ଯାହା ମୋର ଅଭିଳାଷ ପୂରଣ ହେବ, ଏ କଥା ଭାବିକିରି ପୁଣ୍ୟଜନ ଯେ ରାକ୍ଷସ ବିଭୀଷଣ ଶୁଣିକିରି ପ୍ରବେଶ ସତ୍ୱର ହୋଇଲେ, ଶୀଘ୍ର ଯାଇକିରି ପହଞ୍ଚିଗଲେ ରୋମା ରମଣ ପ୍ରେମାନନ୍ଦରେ। ଏବଂ ଯେତେବେଳେ ପାଖାପାଖି ହେଇଗଲା ଆଜ୍ଞା ରୋମା ରମଣ, ଏ ସୁଗ୍ରୀବଙ୍କର ସ୍ତ୍ରୀ ହେଉଛନ୍ତି ରୋମା, ଯାହାକୁ ବାଳି ଅପହରଣ କରିଥିଲା ଏବଂ ମଲା ସେଇଥିପାଇଁ ତାଙ୍କୁ ଆଲିଙ୍ଗନ କଲେ। ରୋମା ରମଣ ପ୍ରେମାନନ୍ଦରେ, ପ୍ରେମ ଏବଂ ଆନନ୍ଦରେ ବିହ୍ୱଳ ହେଇକିରି ବିଭୀଷଣଙ୍କୁ ଆଲିଙ୍ଗନ କଲେ, ଆଶ୍ଳେଷ କଲେ। ରାବଣାନୁଜ ଛଳିଲେ, ଆଉ ବିଭୀଷଣ ଆଜ୍ଞା ନା ସିଏ, ତେଣୁ ଛଳିଲେ ବୋଲି ଗୋଟିଏ ଶବ୍ଦ ଦେଲେ। ରାବଣାନୁଜ
ଯଦିଓ ତାଙ୍କୁ ଗ୍ରହଣ କଲେ ବା ସ୍ୱାଗତ ସମ୍ବର୍ଦ୍ଧନାକୁ ଗ୍ରହଣ କଲେ ତଥାପି ଛଳରେ କହିଲେ, ଟିକେ ଛଳେଇକିରି ବାକ୍ୟ କହିଲେ। କ'ଣ କହିଲେ? ହେ କିଷ୍କିନ୍ଧ୍ୟାପୁର ହରି ବିରାବତଂଶ, ହେ କିଷ୍କିନ୍ଧ୍ୟାପୁରର ହରି ଯେ ମର୍କଟ ବୀରମାନଙ୍କର ଅବତଂଶ ମୁକୁଟ ଶ୍ରେଣୀୟ ମୁକୁଟ ଅଳଙ୍କାର ସୁଗ୍ରୀବ। ଆଉ ଏଇ କଥା ମୋର ବିଚାର କର। କ'ଣ ନା ପରବର୍ତ୍ତୀ ପଦରେ କହୁଛନ୍ତି ଯେ ମୁଁ ଆପଣଙ୍କର ସ୍ୱାଗତ ସମ୍ବର୍ଦ୍ଧନାକୁ ଗ୍ରହଣ କଲି, ତଥାପି ମନରେ ଟିକେ ଛଳେଇକିରି କହିଲେ କଥାଟାକୁ। କ'ଣ କହିଲେ? ନା ସିଏ ତ ତାଙ୍କ ପାଖକୁ ଆସିନାହାନ୍ତି ନା, ସୁଗ୍ରୀବଙ୍କ ପାଖକୁ ଆସିନାହାନ୍ତି, ଆସିଛନ୍ତି ଆଜ୍ଞା କାହା ପାଖକୁ? ନା ରାମଚନ୍ଦ୍ରଙ୍କ ପାଖକୁ ନା। ତେଣୁ କଥାଟାକୁ ଦେଖନ୍ତୁ କେମିତି ବ୍ୟଞ୍ଜନା ବା ଧ୍ୱନ୍ୟାତ୍ମକ ଭାବରେ ବିଭୀଷଣ କହୁଛନ୍ତି। ହେଲା ପବିତ୍ର ନେତ୍ର ଗାତ୍ର ତୁମ୍ଭର ଦର୍ଶନ ପରିରମ୍ଭରେ, ଦମ୍ଭ କର ମୋତେ ଶରଣ ରକ୍ଷଣ, ଦମ୍ଭ କର ମୋତେ ଶରଣ ରକ୍ଷଣ, ବାନା ବନ୍ଧା ହେବା ସ୍ତମ୍ଭରେ, ଦମ୍ଭ କର ମୋତେ ଶରଣ ରକ୍ଷଣ ବାନା ବନ୍ଧା ହେବା ସ୍ତମ୍ଭରେ। ହେ ସୁଗ୍ରୀବ, ହେ ବାନର ରାଜ, ହେ ମର୍କଟ ମୁକୁଟ ଅଳଙ୍କାର ସୁଗ୍ରୀବ, ମୋର ଏତିକି ଭିକ୍ଷା ବା ଏତିକି ମାତ୍ର ମାଗୁଣି ଯେ ମୋର ଆପଣଙ୍କୁ ଦେଖିକିରି ଆପଣଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଯେଉଁ ମୋତେ କଲେ ମୁଁ ବହୁତ ଭାବରେ ସମ୍ବର୍ଦ୍ଧିତ ହେଲି, ବଡ଼ ଆନନ୍ଦ। ମାତ୍ର ମୋର ଉଦ୍ଦେଶ୍ୟ କ'ଣ ଆପଣ ଜାଣନ୍ତୁ। ନା ମୁଁ ଆସିଛି, ସଂଶୟ ମୋର ହୃଦୟରେ ସନ୍ଦେହ ଅଛି ମୋତେ ରାମଚନ୍ଦ୍ର ଗ୍ରହଣ କରିବେ କି ନାହିଁ। ମୁଁ ଶରଣାପନ୍ନ ହେବାକୁ ଆସିଛି ନା। ତେଣୁ ଦମ୍ଭ କର ମୋତେ ଶରଣ ରକ୍ଷଣ ବାନା, ଯେଉଁଠି ଶରଣ ରକ୍ଷଣ ବାନା ସ୍ତମ୍ଭ, ଶରଣ ରକ୍ଷଣ ବାନାର ସ୍ତମ୍ଭ ଯେଉଁଟା ମୂଳ, ସେଇ ରାମଚନ୍ଦ୍ରଙ୍କୁ ମୋତେ ସାକ୍ଷାତ କରାଇ ଦିଅ। ଦମ୍ଭ କର ମୋତେ ସେଇ ଆଶ୍ୱାସନା ଦେଇକରି ମୋର ହୃଦୟକୁ ମୁଁ ବିବ୍ରତ ଅଛି, ମୋତେ ଟିକେ ଦମ୍ଭ ଦିଅ ଯେ କିଛି ନାହିଁ, ନିର୍ଭୟରେ ଆପଣ ଏଠି ରହିବେ, ଏହି ଆଶ୍ୱାସନା ଦିଅ। ଏବଂ ଶରଣ ରକ୍ଷଣ ବାନା ବନ୍ଧା ସ୍ତମ୍ଭରେ ମୁଁ କେମିତି ରହିବି, ମୋତେ ସେତିକି ବିଶ୍ୱାସ ଏବଂ ଆଶ୍ୱାସନା ମୋତେ ଦିଅ। ଋତ ବାର୍ତ୍ତାରେ ନୁହ କବି ଯାଇ କହ ଯାଇ ଚପଳେ, ଅରକ୍ଷ ରକ୍ଷକ ନୋହିଲେ, ଋତ ବାର୍ତ୍ତାରେ ଅର୍ଥାତ୍ ସତ୍ୟ କଥା ଯାଇ ପ୍ରକାଶ କର। ଆଉ ବିଭୀଷଣ ଆସିଛନ୍ତି, ରାବଣର ଭାଇ ବିଭୀଷଣ ଆସିଛନ୍ତି। ଏଇ ଯେଉଁ ଋତ ଅର୍ଥାତ୍ ସତ୍ୟ କଥା, ଏଥିରେ ତିଳାର୍ଥେ ମିଥ୍ୟା କହିବେନି। ମୁଁ ହେଉଛି ବିଭୀଷଣ, ମୁଁ ଆସିଛି, ଆପଣ ଏ କଥା ଯାଇ କହନ୍ତୁ। ଅରକ୍ଷ ରକ୍ଷକ, ସେ ହେଉଛନ୍ତି ଅରକ୍ଷ ରକ୍ଷକ। ଅରକ୍ଷ ଯେଉଁମାନେ ଅନାଥ ହେଇଯାଉଛନ୍ତି ତାଙ୍କର ସିଏ ହେଉଛନ୍ତି ରକ୍ଷକ। କୋଟି କୋଟି ଲୋକ ଆଜ୍ଞା ଡାକୁଛନ୍ତି, ଆପଣ ଜାଣିଥିବେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ କ୍ଷେତ୍ରକୁ ଆସୁଛନ୍ତି ସବୁଦିନ ଲକ୍ଷ ଲକ୍ଷ ଲୋକ। କାହିଁକି ନା ଅରକ୍ଷ ରକ୍ଷକ ବାନା ଯାହାର ବୁଡ଼ୁଛି ସେ ହେଉଛନ୍ତି ସମସ୍ତଙ୍କର ଆଶ୍ରୟଦାତା। ତେଣୁ ଅରକ୍ଷ ରକ୍ଷକ ଯଦି ନ ହେବେ, ମୋତେ ସେଇ ଦମ୍ଭ ଦିଅ, ତମେ ସେଇ ବିଶ୍ୱାସ ମୋତେ ଦିଅ। ଏଇ କଥା ସୁଗ୍ରୀବଙ୍କୁ କହୁଛନ୍ତି ଯେ ଅରକ୍ଷ ରକ୍ଷକ ଯେ ଭଗବାନ ଶ୍ରୀରାମ, ସେ ଯଦି ରକ୍ଷା ନ କରିବେ, ରକ୍ଷକ ନୋହିବେ, ଗତି ନାହିଁ ମହିମଣ୍ଡଳେ। ମୁଁ ଆଉ କେଉଁଠି ମୁଁ କାହାର ଆଶ୍ରୟ ନେବି, କାହାର ପାଦ ପଦ୍ମରେ? ଏକମାତ୍ର ରାମଚନ୍ଦ୍ରଙ୍କ ପାଦ ପଦ୍ମରେ ମୁଁ ଶରଣାପନ୍ନ ହେବା ପାଇଁ ଆସିଛି। ଏଇ କଥା ଚପଳେ ଶୀଘ୍ର ଆପଣ ଯାଇକରି ଶ୍ରୀରାମକୁ ବ୍ୟକ୍ତ କରନ୍ତୁ। ଚମତ୍କାର ଭାବ। ଏବଂ ୟା ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ କହୁଛନ୍ତି କବି, ଆସନ୍ତୁ ଶୁଣିବା। ଶୁଣି କପିପତି ତତ କ୍ଷଣି ଗତି, ପ୍ରୀତିରେ ମୋତି କି ମଜାଇ, ସୀତାନାଥରେ କର ଯୋଡ଼ି କହିଲେ, ସୀତାନାଥରେ କର ଯୋଡ଼ି କହିଲେ, ତୁଷାର ନବେ ଭାଷା ମଜାଇ, ତୁଷାର ନବେ ଭାଷା ରସାଇ, ବୀରାବତଂଶ ସଢ଼ିଲେ ରାକ୍ଷସେ ତ୍ରସ୍ତରେ। ହେ ବୀରାବତଂଶ, ବୀରମାନଙ୍କର ମଧ୍ୟରେ, ସମସ୍ତ ବୀର ମଧ୍ୟରେ ଅବତଂଶ ସଦୃଶ, ମୁକୁଟ ସଦୃଶ ହେ ପ୍ରଭୁ ରାମଚନ୍ଦ୍ର, ବର୍ତ୍ତମାନ ଜାଣ ତ୍ରସ୍ତରେ ରାକ୍ଷସମାନେ ସଢ଼ିଲେ। ଏ କଥା କହୁଛନ୍ତି କାହିଁକି ନା ଦଶମସ୍ତକ ଅସ୍ତପାଠ ପୁସ୍ତକ। ବର୍ତ୍ତମାନ ରାବଣ, ଆମେ ଯେଉଁ ଚିନ୍ତା କରିକିରି ଏଇଠି ସମୁଦ୍ର ତୀରରେ ଆସିକିରି ରହିଛେ, ସେଇ ପୁସ୍ତକ ଦଶମସ୍ତକ, ଯେ ଦଶାନନ ରାବଣର ଅସ୍ତ ବିନାଶ ପୁସ୍ତକ, ପାଠ ପୁସ୍ତକ ଆମ ହାତରେ ଆସି ଆଜ୍ଞା ଆମେ ଯାହା ଚିନ୍ତା କରୁଥିଲେ କେମିତି କ'ଣ କରିବା, ବର୍ତ୍ତମାନ ସୁଗମ ହୋଇଗଲା ପଥ। ଯେ ଦଶମସ୍ତକ
अस्तपाठ पुस्तक आम हाथ में आसिक न्यस्त पड़गला कि चमत्कार भाव में देखो जदुमणि सुंदर शब्द प्रयोग करी सुग्रीव रामचंद्र को कौन कहूँ एत सुंदर भाव में शब्द संयोजना ये केवल जदुमणि समर्थ करने देखु कौन कहते सुग्रीव शुणी कपिपति तत्क्षण जाकि आनंद सते जमी प्रीति सागर निजक भसई देती मती की मजाई सीतानाथ रामचंद्र सीता प्रभु श्री रामचंद्र को जाकि कहते तुषार नबी आओ सते जमी आनंद सागर भाषुंट मन बड़ सतोष होगा कहीं चिंतित थे अरे समुद्र को पार हवा केमी सेतुबंध बांधा केमी जावा नाना आदि आशा आशंका भितर थे बर्तमान जिते विभीषण आसी पहुँची गले तुषार नवे भाषा रसाई वीरावतंश हे प्रभु रामचंद्र श्री रामचंद्र वीर मानकर अग्रणी मुकुटा अलंकार सदृश बर्तमान आपण जानतु राक्षस माने बर्तमान त्रस्त भीतत्रस्त भयभीत हो रामचंद्र यार उत्तर कौन दौरान सुग्रीव को आसती परवर्ती पदरे शुणा सुषेण मुख को चाही रघुपतिमणि द्युमणि कुमर कहिले सुषेण मुख को चाहू रघुमणि दुमणि कुमर कहिले हे दूषण पर शरण को लंका भूषण अनुज अइले होई बिनती मुते तब कति पेशिले दया विग्रह अनुग्रह निग्रह दया विग्रह अनुग्रह निग्रह होइले भासिली भासिले मु कही जे पुणी आपण देखु केड़े सुंदर भाव में सुग्रीव रामचंद्र को कहते क्या सुग्रीवंकर आज्ञा रामचंद्र आउ टे दूर में बस तेणु राम लक्ष्मण प्रभृति बस जो सुग्रीव जाकि कर जोड़ी कहते आउ सुषेण मुख को ये कथा जो कहले रामचंद्र सुषेणकर मुख को चाहिए अंगद हनुमान जाम्बवान सुषेण सुषेण होती आप जानते सुषेण परवर्ती पर्याय आप जानते सी औषध से आयुर्वेद चिकित्सा जानती तेणु विशल्यकरणी सुषेण ही कहले हनुमान आनी लक्ष्मण चेता पाई मुझे विषय कहूनी सुषेण यही जो सेनाध्यक्ष सुषेण तांको मुह को जिते चाहिए भगवान श्रीराम सेठू कहते कौन सुग्रीव ना सुषेण मुख को चाहूँ रघुमणि चाहूँ द्युमणि कुमर द्युमणि बोले सूर्य सूर्यंकर पुत्र आज्ञा सुग्रीव इंद्रंकर पुत्र हूँ बाली तेणु सुग्रीव कहते हे दूषण पर हे पापनाशन दूषण बोले आज्ञा पाप कलमश तार जी शत्रु एवं दूषण बोले खर दूषण त्रिशिर आउ जो दंडकारण्य मारी दूषण नामक राक्षस को हे दूषणर शत्रु आपणकर शरणापन्न होगापी लंकाभूषण अनुज लंकाभूषण जे रावण तार अनुज जे भाई विभीषण आसी पहुँच जाए वही विनती होती मते आपण पाखक पठे मोते तब कति पेशिले मोते आपण पाखक से पठे आ हे दया विग्रह ताको अनुग्रह कर आपण चाहिए ताको अनुग्रह करी शरणापन्न होगापी आपण परामर्श बा तांको आदेश देवे आ जदि निग्रह करेंगे ताले भासिली बोली किए कहूँ जे प्रभु मते दया से तो दयार अवतार दयार निग्रह जे शरीर दयार विग्रह से अनुग्रह करेंगे से दयावतार दयार विग्रह से तांको देहरे शरीर रे दया परिपूर्ण हो दयार सागर कृपा सागर मते से अनुग्रह करेंगे ये दृढ़ विश्वास मोर अच्छी नाई जदि मते निग्रह कले प्रत्याख्यान कले ताले मु भासिली ये कथा कहीकि विभीषण आपण पाखु मते पठे आपण यदि जहाँ अनुमति देवे से अनुसार कार्य हम या परवर्ती पर्याय सुजोग मिले आउ कौन सुग्रीव कहबारू विभीषण कौन कहते केमिति रामचंद्र तांको ग्रहण कले शरणापन्न व्यक्ति को बा शरण आश्रित लोक को केमिति आश्रय देले निर्भय देले परवर्ती पर्याय सुजोग मिले कहि नमस्कार।